ମୁଁ ଗରିବ ବୋଲି ମୋ ସହିତ କେହି କଥା ହୁଅନ୍ତି। ମୁଁ ଗରିବ ବୋଲି ମୋ ସହିତ କେହି ସମ୍ପର୍କ ରଖନ୍ତି ନାହିଁ। ମୁଁ ଗରିବ ବୋଲି ମୋ ଘରକୁ କେହି ଆସନ୍ତି ନାହିଁ। ନମସ୍କାର, ମୋ ନାଁ ବିଶ୍ୱନାଥ ମଣ୍ଡଳ। ଆଜି ମୁଁ ମୋ ବିଷୟରେ କିଛି କହିବା ପାଇଁକି ଚାହୁଁଛି। ତ ସମସ୍ତଙ୍କୁ ଧନ୍ୟବାଦ ଜଣେଇବି ଯାଇକି ଏତେ ସାରା ଭଲ ପାଇବା ଆପଣମାନେ ଦଉଛନ୍ତି। ତ ମୋ ବିଷୟରେ କହିବା ପାଇଁ ଗଲେ ମୁଁ ଗରିବ ଘର ପିଲା, ମଧ୍ୟମ କ୍ଲାସ ବି କହିଲେ ଚଳିବନି, ପୁରା ଗରିବ ଘର ପିଲା। ମୁଁ ଯୋଉ ଜାଗାରୁ ପଢିଛି, ଯୋଉ ଜାଗାରୁ ବଢିଛି, ସେ ଗାଁ ବହୁତ ଛୋଟ ଗାଁ ଏବଂ ସେଠିକାର ଲୋକଙ୍କର ଯୋଉ ସମସ୍ତେ ସେଇ ଗୋଟିଏ ପରି ସବୁ ଗରିବ ଘର। କିଛି ଅଛନ୍ତି କହିବା ପାଇଁ ଗଲେ 100%ରୁ 10% ଲୋକ ଟିକେ ଉଚ୍ଚତର, ବାକି 90% ଲୋକ ଗରିବ ଶ୍ରେଣୀର ଘର। ମଧ୍ୟମ କ୍ଲାସ କହିଲେ ଚଳିବନି, ମଧ୍ୟମ କ୍ଲାସ ସେମିତି କେହି ନାହାନ୍ତି ଆମ ଗାଁରେ, ଏବେ ପର୍ଯ୍ୟନ୍ତ ହେଇଗଲେଣି। ତ ମୋ ଘର ହଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଓ ଭୋଗରାଇ ମାଟିର ପିଲା। ତ ଭୋଗରାଇରେ ଦେଖୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯୋଉମାନେ ବି ନୂଆ ନୂଆ ଯୋଡୁଛନ୍ତି ମୋ ଚ୍ୟାନେଲରେ, ତ ସମସ୍ତେ ସବସ୍କ୍ରାଇବ ଆଉ ସପୋର୍ଟ କରନ୍ତୁ ଏବଂ ଫେସବୁକରେ ଦେଖିଦେଲେ ମତେ ଫଲୋ କରନ୍ତୁ। ତ କଥା ଏଇଆ ଯେ ମୁଁ ଏମିତି ଜାଗାରୁ ଆସିଛି ଯୋଉ ଜାଗା ଛୋଟ ବେଳରୁ ନେଇକି ଆଜି ପର୍ଯ୍ୟନ୍ତ ମୋ ସହିତ କଣ କଣ ଘଟିଛି, କଣ କଣ ହେଇଛି, ସେଇ ସବୁ ବିଷୟରେ ମୁଁ କହିବି। ତ ଆଶା କରୁଛି ଆପଣ ମାନଙ୍କୁ ଭିଡିଓଟି ଭଲ ଲାଗିବ। ତ ଗାଁଟା ବହୁତ ବଡ ଗାଁ ନୁହଁ, ବହୁତ ଛୋଟ ଗାଁଟେ। ସେଇ ଗାଁରୁ ମୁଁ ବିଲିଭ କରେ ଗାଁ ନାଁ ହଉଛି ସାନ ହାଉସା। ବାପା ଜଣେ ଚାଷୀ ଆଉ ଜଣେ ମୂର୍ତ୍ତି କଳାକାର। ସେ ଭଲ ଭଲ ମୂର୍ତ୍ତି ବନାନ୍ତି, ଯେମିତି ଆମର ଦୁର୍ଗା, କାଳୀ, ଗଣେଶ, ସରସ୍ୱତୀ ଏବଂ ବିଭିନ୍ନ ପ୍ରକାର ମୂର୍ତ୍ତି ସିଏ ମାଟିରେ ତିଆରି କରନ୍ତି। ଭଲ କଳାକାର ଜଣେ, ନାଁ ଅଛି ତାଙ୍କର ବହୁତ। ଆମ ଭୋଗରାଇ ଅଞ୍ଚଳରେ ମୋ ବାପାଙ୍କର ନାଁ ବିଖ୍ୟାତ ଅଛି। ଆପଣମାନେ ଯାହାକୁ ବି ପଚାରିଦେବେ ଯେ ଏଠିକାର ଯୋଉ ମୂର୍ତ୍ତି ଗଢନ୍ତି ଧନଞ୍ଜୟ ମଣ୍ଡଳ, ତାଙ୍କ ସେ କେମିତି ଲୋକ, ସେ ସମସ୍ତେ କହିଦେବେ। କିନ୍ତୁ ଆମେ ଗରିବ ଘର ଲୋକ, ଆମର ସେତେ ଉଚ୍ଚ ସ୍ତର ପାଇଁ କି ଇଏ ନାହିଁ, ହେସିୟତ ନାହିଁ। ଆଜି ଯାଏ ବି ମୁଁ ସଂଘର୍ଷ କରୁଛି। ଛୋଟ ବେଳରୁ ଆଜି ଯାଏ ସଂଘର୍ଷ ମୋର ଚାଲିଛି। ଛୋଟ ଯେତେବେଳେ ଥିଲି ସେତେବେଳେ ଏତେ ଜିନିଷ ଜାଣିନଥିଲି ଯେ ଲାଇଫଟା କଣ, ଆଗକୁ କଣ ହବ କଣ ନାହିଁ, ଆମେ କେମିତି ଚଳିବୁ, ସେସବୁ ନଥିଲା। କିନ୍ତୁ ଧୀରେ ଧୀରେ ଯେମିତି ଆମେ ବଡ ହେଲି, ତ ସବୁ କଥା ଜାଣିବା ପାଇଁ ପାଇଲି, ଜାଣିଲି ଯେ ମଣିଷକୁ ଚଳିବା ପାଇଁ ହେଲେ କଣ କରିବା ପାଇଁ ପଡିବ। ଛୋଟ ଯେତେବେଳେ ଥିଲି ସେତେବେଳେ ସାଙ୍ଗସାଥି ଗାଁ ଜାଣିଛ, ଛୋଟ ପିଲା ତାଙ୍କର କିଛି, କିନ୍ତୁ ମୁଁ 7-8 ବର୍ଷ କତରୁ ମୁଁ ଜାଣି ଯାଇଥିଲି ଲାଇଫ କଣ, ଫ୍ୟାମିଲି କଣ, ପରିବାର କଣ, ସଂଘର୍ଷ କଣ। ସେତେଦିନ ମୁଁ ନିଜକୁ ନିଜେ କାମ କରିଛି, ବାପାଙ୍କ ସହିତ ବି କାମ କରିଛି। ଏବଂ ଚାଷ, ଆମର ତ ବେଶୀ କରି ଚାଷ, ଚାଷ ବାପାଙ୍କ ସହିତ ମୁଁ ସାହାଯ୍ୟ କରିଛି ଛୋଟ ବେଳରୁ। ବାପାଙ୍କ ସହିତ ହଳ କରିବା, ବାପାଙ୍କ ସହିତ ଧାନ କାଟିବା, ବାପାଙ୍କ ସହିତ ବିହନ ମାରିବା, ବାପାଙ୍କ ସହିତ ରୋଇବା, ସବୁ ମୁଁ କରିଛି। ମୁଁ ଯେଇଟା ଅଙ୍ଗିଆ କରିଛି ମୁଁ ସେଇଟା କହୁଛି, ମିଛ କହିବି ନାହିଁ। ଆପଣ ମାନେ ବି ଯାଇକି ଜାଣିଥିବେ, ମୋ ଏଜର ପିଲାମାନେ ସେତେବେଳେ ସେ ଜାଣିଥିବେ ସଂଘର୍ଷ କଣ ଥିଲା। 2008 କି 9 ମସିହାରେ ଆମ ଗାଁକୁ ଲାଇନ ଆସିଥିଲା। ଭାବନ୍ତୁ, ବହୁତ ଜାଗାରେ 2008-9 ସୁଦ୍ଧା କରେଣ୍ଟ ଆସି ଯାଇଥିଲା। ଏବଂ ଛୋଟ ଥିଲା ବେଳେ ମୁଁ କେବେ ବି ବାପାଙ୍କ ପାଖରୁ ପଇସା ମାଗି ନାହିଁ କି ବାପାଙ୍କ ପାଖରୁ ଗୋଟିଏ ଟଙ୍କାଟେ ମୁଁ ନେଇନାହିଁ। କାହିଁକି ନା ମୁଁ ଜାଣିଥିଲି ମୋ ପରିବାରର ସିଚୁଏସନ କଣ, ମୋ ପରିବାର ହାଲତ କଣ। ତ ମୁଁ ଛୋଟ ବେଳରୁ ବହୁତ କାମ କରିଛି। ଯେମିତି ଆମର ସ୍କୁଲ ଛୁଟି ରବିବାର ହେଇଗଲେ ମୁଁ ଲୋକଙ୍କ ଘରେ ଯାଇକି ଇଟା ବୋହିଛି, ପକ୍କା କାମ ଯୋଉ ଲେବର କାମ କରିଛି ଏବଂ ଧାନ କାଟିଛି। ରୋଇବା ପାଇଁ ତ ଯାଇନି, କିନ୍ତୁ ତଳା ମାରିବା ପାଇଁ ଯାଇଛି ଏବଂ ଧାନ ବୋହିଛି, ଲୋକଙ୍କ ବିଡା ପିଟିଛି। ବହୁତ କିଛି ମେହନତ କରିକି ମୁଁ ଆଜି ପହଞ୍ଚିଛି। କିନ୍ତୁ ଆଜି ଯାଏ ବି ସଂଘର୍ଷ ସରିନାହିଁ, ନା ସକ୍ସେସ ହବା ଇଏର ମୁଁ ପହଞ୍ଚି ନାହିଁ। କାହିଁକି ନା ଆଜି ଯାଏ ବି ମୁଁ ସଂଘର୍ଷ କରୁଛି, କାମ କରୁଛି ନିଜ ପରିବାର ପାଇଁକି। ନିଜ ପାଇଁକି ତ କିଛି କରିପାରି ନାହିଁ, କିନ୍ତୁ ପରିବାର ପାଇଁକି ତ କରିବା ପାଇଁ ପଡିବ ନା। ଯେତେବେଳେ ବାପା ମା ମତେ ଦୁନିଆକୁ ଆଣିଛନ୍ତି, ତ ତାଙ୍କ ପାଇଁ ତ କିଛି ମୋର କର୍ମ ଅଛି, କର୍ତ୍ତବ୍ୟ ଅଛି, କରିବା ପାଇଁ ପଡିବ। ତ ସ୍ୱପ୍ନ ବହୁତ କିଛି ଦେଖିଥିଲି, ବହୁତ କିଛି ସ୍ୱପ୍ନ ଥିଲା ଯେ ଲାଇଫରେ ବହୁତ କିଛି କରିବା ପାଇଁ, କିନ୍ତୁ ସବୁ ସ୍ୱପ୍ନ କେବେ ପୁରା ହୁଏ ନାହିଁ, ଏଟା ସମସ୍ତେ ଜାଣିଛନ୍ତି। ତ ମୋ ସ୍ୱପ୍ନ ବି ସେମିତି କିଛି ଅଧୁରା ରହିଯାଇଛି। ପାଠ ପଢିବା ବି
ମୁଁ 10ମ ପର୍ଯ୍ୟନ୍ତ ପଢିଛି, ଖୋଲା କଥା କହୁଛି। ମୁଁ 10 ବର୍ଷ ପର୍ଯ୍ୟନ୍ତ ପଢିଛି, ଆଗକୁ ପଢି ପାରିଲି ନାହିଁ। କାହିଁକି ନା ଆମେ ଗରିବ ଘର ପିଲା, ଆମ ପାଖରେ ସେତିକି ପଇସା ନାହିଁ ପାଠ ପଢିବା ପାଇଁ କି କୌଣସି ବିଜନେସ କରିବା ପାଇଁ, କୌଣସି କିଛି କରିବା ପାଇଁ ନାହିଁ। ନିଜେ କାମ କର, ନିଜ ଯେତିକି ପଇସା ମିଳୁଛି ସେତିକି ପଇସାରେ ତମେ ତମ ନିଜର ମେଣ୍ଟେନ କରିପାରିବ, ବାକି ୟା ବ୍ୟତୀତ କିଛି ନୁହଁ। କିନ୍ତୁ ମୁଁ ଆଜିକି 2012 ପାଖରୁ ବାହାର ଦୁନିଆରେ ଅଛି, ବାହାର ଦୁନିଆରେ କାମ କରୁଛି। କିନ୍ତୁ ଗୋଟିଏ ଜିନିଷ ବାହାର ଦୁନିଆରେ, ଯୋଉ ଗାଁରେ ଯୋଉ ସୁଖ, ଯୋଉ ଶାନ୍ତି, ଯୋଉ ଭଲ ପାଇବା, ଯୋଉ ଆନନ୍ଦ ଫୁର୍ତ୍ତି, ସେଇଟା ବାହାରେ ଦୁନିଆରେ ନାହିଁ। ଗାଁରେ ଥିଲାବେଳେ ଖାଇବା ପାଇଁକି ମିଳୁ କିମ୍ବା ନ ମିଳୁ, କିନ୍ତୁ ଯୋଉ ଖୁସିଟା ଥିଲା ସେ ଖୁସିଟା ଆଜି ବୋଧେ ନାହିଁ ଜୀବନରେ। ମୁଁ ଗଲେ ମୁଁ ଆପଣମାନଙ୍କୁ ଦେଖେଇଦେବି ଗାଁରେ କୋଉ ଭଳିଆ ମୋ ଘର, କୋଉ ଭଳିଆ ସିଚୁଏସନ। ଏବେ ବି ଆମ ଘରେ ନଖ, କାହିଁକିନା ଜାଣିଛନ୍ତି ଗାଁରେ ତ କରେଣ୍ଟ ମାନେ ବିଶେଷ କରି ରୁହେ ନାହିଁ ଅଧିକ ସମୟ। ଗାଁରେ ଆଜି ଯାଏ ବି ଆମେ ନଖ ଜାଳୁଛୁ। ଭାବନ୍ତୁ 2008-9 ମସିହାରେ ଯେତେବେଳେ କରେଣ୍ଟ ଆସୁଛି, ଲାଇନ ଆଇଲା, ସେତେବେଳେ ଆମ ଘରେ ହିଁ ସେଇ ନଖ ହିଁ ଜାଳୁଥିଲୁ, କିରୋସିନ ତେଲର ନଖ। ଆଜି ଯାଏ ବି ସେଇ ନଖ ଅଛି ଆମ ଘରେ, ବହୁତ ପୁରୁଣା ନଖ। କାହିଁକିନା ଆପଣ ମାନେ ଭାବୁଥିବେ ଯେ ଇନଭର୍ଟର କରୁନ, ଭାଇ ଇନଭର୍ଟର କରିବା ପାଇଁ ବି ତ ପଇସା ଦରକାର। କାହିଁକିନା ସିଚୁଏସନ ସେତେ ଭଲ ନୁହଁ। ମୋ ଲାଇଫରେ ବହୁତ କିଛି ଘଟଣା ଘଟିଛି, ମୋ ପରିବାର ବି ମୋ ପାଇଁ ବହୁତ ଦୁଃଖ ଅଛନ୍ତି, ବହୁତ କଷ୍ଟ ସହିଛନ୍ତି। କାହିଁକିନା ମୁଁ ଗୋଟେ ପିଲା, ମୋ ସହିତ ଏମିତି କିଛି ଘଟଣା ଘଟୁଛି ଯୋଉଟା କି ମୁଁ କେବେ କଳ୍ପନା ବି କରିନଥିଲି ଯେ ଏମିତି ସବୁ ଘଟଣା ଘଟିବ ବୋଲି। ଏସବୁ କଥା ମୋ ଲାଇଫରେ କଣ ଘଟିଛି ମୁଁ ଆଉ ଗୋଟେ ଭିଡିଓରେ ଆପଣ ମାନଙ୍କୁ କହିବି ସୁନିଶ୍ଚିତ। ତ ଏଇ ହଉଛି ଘର ପରିବାରର କାହାଣୀ। ହଁ, ଆଉ ଗୋଟିଏ କଥା କହିବି, ଆମ ଘର ପକ୍କା ଘର ନୁହେଁ, ଚାଳ ଘର, ଚାଳ ଛପର ଘର। ଆମେ ସେଥିରେ ରହୁଛୁ, 8 ଜଣ ରହୁଛୁ। ବାପା, ମା, ବଡ ଭାଇ, ଭାଉଜ, ଝିଆରୀ, ପୁତୁରା, ମୁଁ ଆଉ ମୋ ସ୍ତ୍ରୀ। ଆମେ 8 ଜଣ ସେଇ ଘରେ ରହୁଛୁ। ଜେଜେବାପା ଜେଜେମା ନାହାନ୍ତି, ସେମାନେ ବହୁତ ଆଗରୁ ସ୍ୱର୍ଗବାସ ହେଇଯାଇଛନ୍ତି। ବାକି ବଡ ବାପା ମାନେ ସେମାନେ ତାଙ୍କ ଅଲଗା ଅଛନ୍ତି, କିନ୍ତୁ ସେମାନଙ୍କର ସବୁ ପକ୍କା ଘର। କାହିଁକିନା ସେମାନେ ପିଲାମାନେ ଆଗରୁ, ବହୁତ ଆଗରୁ ସେମାନେ କାମ କରିଥିଲେ, ସେମାନଙ୍କର ବିଜନେସ ଅଛି। ମାନେ କାହିଁକି ନା ମୋ ବାପା ସାନ, ସମସ୍ତଙ୍କଠୁ ସାନ, ଆମ ବଡ ବାପା ମାନଙ୍କ ଠାରୁ ମୋ ବାପା ସାନ। ତ କହିବି କଣ, ମୋ ବାପାଙ୍କୁ ସେତିକି ସେମାନେ ସହଯୋଗ କରିନାହାନ୍ତି, ସେତିକି ସେମାନେ, ସେ ବାପା ଛୋଟ ଥିଲେ ବହୁତ ଇଏରୁ ଆମ ଘର ଅଲଗା ସମସ୍ତେ ହେଇଗଲେ। ତ ମୋ ବାପା ଯାହା ଚାଷ କରୁଥାନ୍ତି କି ସେଇ ମୂର୍ତ୍ତି ତିଆରି କରୁଥାନ୍ତି, ୟା ଭିତରେ ଆଉ କିଛି ନୁହଁ। ତ ତାଙ୍କ ପାଖରେ ସେତିକି ମାନେ ଇଏ ନଥିଲା ଯେ ସେ କିଛି କରିବା ପାଇଁ କି। ତ ଆମେ ଯେତେବେଳେ ବଡ ହେଲୁ, ସେତେବେଳେ ଆମେ ନିଜେ ଜାଣିଲୁ ଯେ ମୋ ବାପାଙ୍କର ପରିସ୍ଥିତି କେମିତି ଯାଇଛି। ତ ହଁ, ସାଇଦ ଏବେ ଟିକେ ବଦଳି ଯାଇଛି, ଜୀବନ ଶୈଳୀ ବଦଳି ଯାଇଛି। ଖାଇବା, ରହିବା, ପିନ୍ଧିବା, ଘିନିବା ଆଗଠାରୁ ଟିକେ ଚେଞ୍ଜ ହେଇଛି। କାହିଁକି ନା ଯେତେବେଳେ ମୁଁ ଛୋଟ ଥିଲି, ସେତେବେଳେ ମୁଁ ପର ଘରୁ ମାଗିକି ମୁଁ ପିନ୍ଧିଛି। ମୋ ଜେଜେମା ଯେତେବେଳେ ଥିଲା, ପର ଘରୁ ଲୋକଙ୍କର ମାନେ ଲୋକ ଫିଙ୍ଗି ଦେଇଥିବା କପଡା ଆଣିକି ମୋ ଜେଜେମା ମତେ ଦେଇଛନ୍ତି, ଆମେ ପିନ୍ଧିଛୁ। କାହିଁକିନା ସେତେବେଳେ କିଣିବା ପାଇଁ କି ଆମ ପାଖରେ ଯଦି ସକ୍ଷମ ନଥିଲା, କି ମୋ ବାପାଙ୍କ ପାଖରେ ସକ୍ଷମ ନଥିଲା। ଚାଷ କରା ଯାଉଥିଲା, ବନ୍ୟା ଆସୁଥିଲା, ବନ୍ୟାରେ ଭାସି ଯାଉଥିଲା, ଚାଷ ବି ସେମିତି ହଉନଥିଲା। ଏବେ ବରଂ ଆଉ ଟିକେ ଉନ୍ନତ ହେଇଯାଇଛି, କାହିଁକି ନା ଆମେ ଯୋଉଠି ଚାଷ କରୁଥିଲୁ ସେ ଜମି ଛାଡିକି ଏବେ ଅଲଗା ଜାଗାରେ ଚାଷ କରୁଛୁ, ଯୋଉଟା କି ଟିକେ ଉଚ୍ଚା ସ୍ତର ଜମି, ଏବଂ ସେ ଜାଗାରେ ଚାଷ ହଉଛି। ସେ ସୁଧାର ଆଇଛି। ଆମେ, ମୋ ବଡ ଭାଇ ଖଟିଲା, ମୁଁ ଖଟିଲି, ତ ଟିକେ ଆମେ ଜୀବନ ଶୈଳୀକୁ ସୁଧାରି ଦେଇଛୁ। ଆଗରୁ ଖାଇବା ପାଇଁକି ବି ବହୁତ କଷ୍ଟ ହଉଥିଲା, ଖାଇବା ପାଇଁକି ମଧ୍ୟ 2 ସଂଜ ଯଦି ଖାଇବା ପାଇଁ ବହୁତ କଷ୍ଟରେ। କୋଉ ଦିନ ଲୁଣ ଅଛି ତ କୋଉ ଦିନ ତେଲ ନାହିଁ, କୋଉ ଦିନ ଚାଉଳ ଅଛି ତ କୋଉ ଦିନ ମାନେ କଣ କହିବି, ଜାଳ ନାହିଁ। ସେଇଭଳିଆ ପରିସ୍ଥିତିରେ ଆମେ ଦିନ ବିତେଇଛୁ। ଆଉ ଗୋଟେ କଥା, ମୋ ବାପାଙ୍କ ସହିତ ମୁଁ ପିଲାଦିନରୁ ବହୁତ ପାଖରେ ରହିଛି, ମାନେ କହିବା ପାଇଁ ଗଲେ ବାପାଙ୍କ ସହିତ ବହୁତ ଟଚରେ ମୁଁ ଅଛି। ସେ ପିଲା ବେଳେ ବାପା ଯୁଆଡେ ବି ଯାଆନ୍ତି ମତେ ସାଙ୍ଗରେ ନେଇକି ଯାଆନ୍ତି। ସେ ଧାନ କଟା ହଉ, ରୁଆ ହଉ, କିମ୍ବା କୋଉଠିକି ଗଲେ ମୋ ବାପାଙ୍କ ସହିତ ମୁଁ ପ୍ରାୟ ଟାଇମ ଯାଏ। ତ ବାପାଙ୍କ ସହିତ ମୋର ଟିକେ ବଣ୍ଡିଙ୍ଗ ଟିକେ ଅଲଗା ପ୍ରକାର। ମୋ ବାପା କହିବା ପାଇଁ ଗଲେ ବହୁତ ନିରୀହ ଲୋକ। ସିଏ ଅଧିକ ମାନେ କିଛି ସେତେ ବିଷୟରେ ଜାଣି ନାହାନ୍ତି ଯେ ଦୁନିଆ କଣ, ଦୁନିଆ ବିଷୟରେ ସେତେ କିଛି ତାଙ୍କର ଇଏ ନାହିଁ। ବା ସିଏ ଜାଣିଛନ୍ତି ଯେ ଖଟିବି ଖାଇବି, ମୁଁ ଗରିବ,
ମୁଁ ଯଦି ମୁଁ କୋଉଠିକି ଯିବି କଣ କରିବି ମୋ ପରିବାର କଣ ହବ କଣ ନାହିଁ ସେଥିପାଇଁ ମୋ ବାପା ସବୁବେଳେ ସେ ଗାଁରେ ରୁହନ୍ତି, ଗାଁରେ ଚାଷ କରନ୍ତି, ଗାଁରେ ଠିକ ଠାକ ଚାଲିଛି। ଏବଂ ଥଣ୍ଡା ଜାଣିଥିବ ଡିସେମ୍ବର ଜାନୁଆରୀ ମାସରେ କୋଉ ଭଳିଆ ଥଣ୍ଡା, ସେ ସମୟରେ ବି ବାପା ମୁଁ ବିଲରେ ରହିଛୁ। ବା ଅଧିକ ସମୟ ବାପା ମୁଁ ରହିଛୁ, ବାକି ଭାଇ ଆଉ ମା ସେମାନେ ବି ଅଛନ୍ତି ବିଲରେ ରହିଛୁ। ସେଇ ଧାନ କଟା ସମୟରେ ଆମେ ରାତି ରାତି କଟେଇଛୁ, ସେଇ ଶୀତ ଦିନରେ ବିଲରେ ରହିଛୁ ତାଟି କରିକି ଘେରେଇକି। ତ ଜୀବନ ଶୈଳୀ ହଉଛି ଏମିତି। ତ ଆହୁରି ବହୁତ କିଛି ଦୁଃଖ ଅଛି ଜୀବନର, ଯୋଉଟା କି ଏଇ ଗୋଟେ ଭିଡିଓରେ କହିବା ସମ୍ଭବ ହବନି। ଆଉ ନେକ୍ସଟ ଭିଡିଓରେ ମୁଁ ଆପଣମାନଙ୍କୁ ସୁନିଶ୍ଚିତ କହିବି ଯେ ଆଉ କଣ ସବୁ ଘଟିଥିଲା, କଣ ହେଇଥିଲା, କଣ ନାହିଁ। ତ ଆଶା କରୁଛି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଥିବ।